ଆଜି ମୁଁ ଆଉ ଗୋଟିଏ ଉକ୍ତି ନେଇ ଆପଣଙ୍କ ପାଖରେ ଉପସ୍ଥାପନ ହେଇଛି। ଏବଂ ଉକ୍ତିଟି ହେଲା, ଯଦି ଆମେ ମୂର୍ଖ ଲୋକ ସହିତ ଯୁକ୍ତି କରିବା, ଆମେ କ'ଣ ପଣ୍ଡିତରେ ଗଣା ହେବା? ତ ଏହି ଯୁକ୍ତିକୁ ନେଇ, ଏହି ଉକ୍ତିକୁ ନେଇ ମୁଁ ଆପଣଙ୍କୁ ଗୋଟିଏ ଗପ କହିବି। ଗୋଟିଏ ଜଙ୍ଗଲରେ ଗୋଟିଏ ଗଧ ଏବଂ ବାଘ ମଧ୍ୟରେ ଗୋଟିଏ ଛୋଟିଆ କଥାକୁ ନେଇ ତାଙ୍କ ଭିତରେ ଯୁକ୍ତିତର୍କ ଲାଗିଲା। ଆପଣ ଧ୍ୟାନ ସେ ଶୁଣନ୍ତୁ ଗପଟି। ଗୋଟିଏ ଗଧ ଏବଂ ଗୋଟିଏ ବାଘ, କାହାର ସ୍ଥିତି କେଉଁଠି ଆପଣ ଚିନ୍ତା କରନ୍ତୁ। ଯେଉଁ ଗୋଟେ ହେଲା ମାଂସାଶୀ ପ୍ରାଣୀ, ଆଉ ଗୋଟେ ହେଲା ନିରାମିଷାଶୀ ପ୍ରାଣୀ। ଗୋଟିଏ ଡାଳ ପତ୍ର ଘାସ ଖାଇ ବଞ୍ଚେ, ଆଉ ଗୋଟେ ମାଂସ ଖାଇ ବଞ୍ଚେ। ଦୁଇ ଦିଗର ଦୁଇଟି ପ୍ରାଣୀ, ସେମାନଙ୍କ ଭିତରେ ଯୁକ୍ତି ପଡ଼ିଲା। କ'ଣ ଯୁକ୍ତି ପଡ଼ିଲା? ନା ଘାସ ଦେଖିବାକୁ କିଭଳି। କ'ଣ? ଘାସ ଦେଖିବାକୁ କିଭଳି। ଏଠି ଗଧ ନିଜ ଯୁକ୍ତିରେ ଉକ୍ତି ସ୍ଥାପନ କଲା ଯେ ଘାସ ଦେଖିବାକୁ ନୀଳବର୍ଣ୍ଣ, କିନ୍ତୁ ବାଘ କହିଲା ଘାସ ହେଉଛି ସବୁଜ ବର୍ଣ୍ଣ। ଦୁଇ ଜଣ ଭିତରେ ବହୁ ତର୍କ ବିତର୍କ ଲାଗିଲା, ମାନେ ବହୁ ବଚସା ହେଲା। ବଚସା ହେଇସାରିବା ପରେ ଦୁଇ ଜଣଙ୍କ ଭିତରେ ଘମାଘଟ କଥା କଟାକଟି ହେଲା। ଶେଷରେ ସେମାନେ ସ୍ଥିର କଲେ, ଆମେ ଜଙ୍ଗଲର ରାଜା ହେଉଛି ସିଂହ। ଜଙ୍ଗଲ ରାଜା ସିଂହ ପାଖକୁ ଯିବା ଏବଂ ତାଙ୍କୁ ଆମର ଯୁକ୍ତିଟି ଉପସ୍ଥାପନ କରିବା, ତାହେଲେ ସେ ସଠିକ୍ କଥା କହିବେ। ଠିକ୍ ଅଛି, ସେ ଦୁଇ ଜଣଙ୍କ ଏହି କଥାରେ ସହମତି ହେଲେ ଏବଂ ସିଂହରାଜଙ୍କ ପାଖକୁ ଗଲେ। ସେଠି ନିଜ ନିଜର ଉକ୍ତିକୁ ସ୍ଥାପନ କଲେ। ଉକ୍ତିକୁ ସ୍ଥାପନ କରିସାରିବା ପରେ ସିଂହରାଜା ଗଧ କଥାରେ ଖୁସି ହେଇଗଲେ। ଗଧ କହିଲେ, ତୁ ଠିକ୍, ତୁ ସମ୍ପୂର୍ଣ୍ଣ ଠିକ୍। ବାଘ ହେଉଛି ପୁରା ଭୁଲ। ବାଘ ହେଉଛି ମୂର୍ଖଟା, ଏଟା କିଛି ଜଣା ନାହିଁ। ସେ ଖାଲି ନିଜର ବଳ ଦେଖାଏ, ନିଜର ଗର୍ଜନ କରେ, ଲୋକଙ୍କୁ ଭୟଭୀତ କରେ, କିନ୍ତୁ ତାପରେ ବୁଦ୍ଧି ବୋଲେ କିଛି ନାହିଁ। ତୁ ଠିକ୍, ତୁ ବର୍ତ୍ତମାନ ୱିନର ହେଲା କି। ଏଇ କଥା ଶୁଣିବା ପରେ ଗଧ ପୁରା ତା ମନ ପୁରା ଗାର୍ଡେନ୍ ହେଇଗଲା। ସେ ଖୁସିରେ ବାଘ ଆଗରେ ପୁରା ଦୁଇ ଗୋଡ଼ରେ ଡ୍ୟାନ୍ସ କରିବାକୁ ଲାଗିଲା। ଡ୍ୟାନ୍ସ କରି ଜଙ୍ଗଲକୁ ପଳେଇଲା। ତାପରେ ଗଧ ଆସିକି ପଚାରିଲା ରାଜାଙ୍କୁ, ଆପଣ ତ ବାଘ ତ ଭୁଲ କଥା କହୁଥିଲା, ଆପଣ ତାକୁ ତ କାହିଁ କିଛି ପନିସମେଣ୍ଟ ଦେଲେଣି? ହଁ ଠିକ୍ କଥା, ଯଦି ଜଣେ ଭୁଲ କରିଛି ସେ ପନିସମେଣ୍ଟ ନିହାତି ପାଇବା ଦରକାର। ହଉ, ତୁ ଯା, ମୁଁ ବାଘକୁ ଡାକି ତାର ପନିସମେଣ୍ଟ ତାକୁ ଦେଇଦେବି। ବାଘକୁ ଡକରା ଗଲା ରାଜ ଦରବାରକୁ। ବାଘକୁ କୁହାଗଲା, ତୁ ବହୁତ ବଡ଼ ଭୁଲ କରିଛୁ, ତୁ ସେଥିପାଇଁ 3 ଦିନ ତୁ ଜଙ୍ଗଲରେ ନିରଭୟ ବୁଲିବୁ। ବାଘ ସେଠି କହିଲା, ଆଜ୍ଞା, ଆପଣ ଜାଣନ୍ତି ଯେ ଘାସର ରଙ୍ଗ ହେଉଛି ସବୁଜ, ସମସ୍ତେ ଜାଣନ୍ତି। ଆପଣ ଗଧ ସହିତ ଗଧ କଥାରେ ଆପଣ କାହିଁକି ନିଜର ମତ ଦେଲେ ଯେ ଗଧ ଠିକ୍? ରାଜା କହିଲେ, ମୁଁ ତୁମକୁ ପନିସମେଣ୍ଟ ଦେଲି, ତୁମେ 3 ଦିନ ଚୁପ୍ ରହିବ। 3 ଦିନ ପରେ ଆସିବ, ମୁଁ ତାପରେ ତୁମକୁ କାହିଁକି ଚୁପ୍ ରହିଲି, ତୁମକୁ କାହିଁକି ପନିସମେଣ୍ଟ ମିଳିଲା, ମୁଁ ସେ ବିଷୟରେ କହିଲି। ବାଘ ମଧ୍ୟ ବୁଝିପାରିଲାନି। ଆରେ ମୁଁ ତ ଠିକ୍ କଥା କହିଲି, ସମସ୍ତେ ଜାଣନ୍ତି ଘାସର ରଙ୍ଗ ସବୁଜ, ତ ରାଜା ମୋତେ ପନିସମେଣ୍ଟ କାହିଁକି ଦେଲେ? 3 ଦିନ ମୁଁ ଜଙ୍ଗଲରେ ନୀରବ ବୁଲିବି। 3 ଦିନ ପରେ ରାଜାଙ୍କ ପାଖରେ ବାଘ ଯାଇ ପହଞ୍ଚିଲା। କହିଲା, ଆଜ୍ଞା, ମୁଁ 3 ଦିନ ନୀରବ ବୁଲିଲି, ବର୍ତ୍ତମାନ ମୋତେ ବୁଝାନ୍ତୁ ମୋର ଭୁଲ କେଉଁଠି। ରାଜା କହିଲେ, ବାଘ, ଜଙ୍ଗଲରେ ତୋର ସ୍ଥାନ କେଉଁଠି? ଗୋଟେ ଗଧର ସ୍ଥାନ କେଉଁଠି? ସିଏ ଗୋଟେ ଜୀବ, ତୁ ମୋତେ ଗୋଟେ ଜୀବ। ତୋର ପରିଚୟ ହେଲା ଶକ୍ତିଶାଳୀ, ତାର ପରିଚୟ କ'ଣ? ଯଦି ମୂର୍ଖ ସହିତ ଆମେ ଯୁକ୍ତି କରିବା, ତାହେଲେ ସଫଳତା ମିଳିବ ନା? ମୂର୍ଖ ଲୋକ ସତ୍ୟକୁ ଗ୍ରହଣ କରିବ, ସତ୍ୟକୁ ଗ୍ରହଣ କରିବ ନାହିଁ। ଆମେ ଯଦି ତା ସହିତ ଯୁକ୍ତି କରିବା, କଳହ ବଢ଼ିବ।
କିନ୍ତୁ କୌଣସି ତଥ୍ୟର ସମାଧାନ ମିଳିବ ନାହିଁ। ତୁ ଜଙ୍ଗଲର ବହୁତ ବଳଶାଳୀ ଜନ୍ତୁ ବାଘ, ସିଏ ହେଉଛି ଗଧ, ତା ନାଁ ଗଧ। ଯଦି ଗୋଟେ ବାଘ ଗଧ ସହିତ ଯୁକ୍ତି କରିବ, ଗୋଟିଏ ବାଘର ନିଜର ମୂଲ୍ୟ କ'ଣ ରହିବ? ତାକୁ କେହି ସମସ୍ତେ ନିନ୍ଦା କରିବେ। ସେଥିପାଇଁ ଆମେ ସବୁବେଳେ କ'ଣ ନା ମୂର୍ଖ ଲୋକ ସହିତ ଯୁକ୍ତି କରିବା ନାହିଁ। ଯଦି ଯୁକ୍ତି କରିବା ତାହେଲେ ଲଜ୍ଜିତ ହେବା। ରହୁଛୁ, ଜୟ ଜଗନ୍ନାଥ।